ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯକ୍ଷ୍ମା ନିରାକରଣ ଅଭିଯାନରେ ଦେଶରେ 5 ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ। ମଧ୍ୟପ୍ରଦେଶ, ବିହାର ଓ ଆସାମକୁ ଆଜିଠାରୁ 3 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି 60 କୋଟିରୁ ଅଧିକ ଶ୍ରଦ୍ଧାଳୁ ଏବଂ ଆଇସିସି ଚାମ୍ପିୟନସିପ୍ ଟ୍ରଫିରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ କାର୍ଯ୍ୟକ୍ରମର 119ତମ ସଂସ୍କରଣ ହେବ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଦେଶରେ 5 ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଚାଲିଥିବା 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନରୁ ଏହା ଜଣାପଡ଼ିଛି। ଦେଶର 455ଟି ଜିଲ୍ଲାରେ ଏହି ଅଭିଯାନ ଅଧୀନରେ 3,57,000 ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଅଭିଯାନ କାଳରେ 10 କୋଟିରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଥିଲା। ଅଭିଯାନ ଅଧୀନରେ 10 ଲକ୍ଷ ନିକ୍ଷୟ ଶିବିର ଜରିଆରେ ଯକ୍ଷ୍ମା ଚିହ୍ନଟ ଲାଗି ଆଧୁନିକ ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଅନ୍ୟପକ୍ଷରେ 836ଟି ନିକ୍ଷୟ ବାହନ ଜରିଆରେ ଦୁର୍ଗମ ଅଞ୍ଚଳଗୁଡ଼ିକରେ ଯକ୍ଷ୍ମା ଦୂରୀକରଣ ସେବା ଯୋଗାଇ ଦିଆଯାଇଥିଲା। ଅଭିଯାନ ଆରମ୍ଭ ହେବା ପରଠାରୁ 2,40,000 ନିକ୍ଷୟ ମିତ୍ର ପଞ୍ଜୀକୃତ ହୋଇ ଯକ୍ଷ୍ମା ରୋଗୀମାନଙ୍କୁ ସନ୍ତୁଳିତ ଆହାର ଓ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଉଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଦିନିକିଆ ରାଜସ୍ଥାନର ଜୟପୁର ଗସ୍ତ କରିବେ। ଜୟପୁର ସ୍ଥିତ ଜାତୀୟ ବିଶ୍ୱବିଦ୍ୟାଳୟର 14ଶ ସମାବର୍ତ୍ତନ ଉତ୍ସବରେ ଶ୍ରୀ ଧନଖଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 3 ଦିନିଆ ମଧ୍ୟପ୍ରଦେଶ, ବିହାର ଓ ଆସାମ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ସେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ବାଗେଶ୍ୱର ଧାମ ଚିକିତ୍ସା ଏବଂ ବିଜ୍ଞାନ ଗବେଷଣା ସଂସ୍ଥାନର ଶିଳାନ୍ୟାସ କରିବେ। ସଂସ୍ଥାନର କ୍ୟାନ୍ସର ହସ୍ପିଟାଲରେ ଗରିବ କର୍କଟ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତି ସହ ବିଶେଷଜ୍ଞ ଡାକ୍ତର ରହିବାର ବ୍ୟବସ୍ଥା କରାଯିବ। ଭୋପାଳରେ 2 ଦିନିଆ ବିଶ୍ୱ ପୁଞ୍ଜି ବିନିଯୋଗ ସମ୍ମିଳନୀ 2025କୁ ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିହାରର ଭାଗଲପୁର ଗସ୍ତ କରିବେ। ସେ ପିଏମ୍ କିଷାନ ଯୋଜନାର 49ତମ କିସ୍ତି ପ୍ରଦାନ କରିବା ସହ ବିହାରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବେ। ପିଏମ୍ କିଷାନ ଯୋଜନାରେ ଦେଶର 9 କୋଟି 70 ଲକ୍ଷରୁ ଅଧିକ କୃଷକ 21,500 କୋଟି ଟଙ୍କାରୁ ଅଧିକ ଅର୍ଥ ସିଧାସଳଖ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିହାରରୁ ଗୌହାଟୀ ଯାଇ ଝୁମଇ ବିନନ୍ଦିନୀ 2025 କାର୍ଯ୍ୟକ୍ରମରେ ଯୋଗଦେବେ। ମେଗା ଝୁମଇ କାର୍ଯ୍ୟକ୍ରମ ଚା ଶିଳ୍ପ ଏବଂ ଆସାମ ଶିଳ୍ପାୟନର 200 ବର୍ଷର ପ୍ରତୀକ। ମଙ୍ଗଳବାର ଦିନ ଶ୍ରୀ ମୋଦି ଗୌହାଟୀରେ ଆଡଭାଣ୍ଟେଜ୍ ଆସାମ 2.0 ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ 2025କୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର 8ମ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। 3 ଦିନ ପାଇଁ ଏହି ଅଧିବେଶନ ଚାଲିବ ବୋଲି ଜଣାପଡ଼ିଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅଧିବେଶନର ପ୍ରଥମ ଦିନରେ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ। ସେହିଦିନ ବାଚସ୍ପତି ନିର୍ବାଚନ ମଧ୍ୟ କରାଯିବ। ଅଧିବେଶନର ଦ୍ୱିତୀୟ ଦିନରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଗୃହକୁ ସମ୍ବୋଧନ କରିବେ ଏବଂ ସେହିଦିନ ମହାଲେଖା ନିରୀକ୍ଷକଙ୍କ ରିପୋର୍ଟ ଉପସ୍ଥାପନ କରାଯିବ। ଚଳିତ ମାସ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସଫଳ ହୋଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ସେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସଠିକ୍ ବୁଝାମଣା ରହିଛି। ଶ୍ରୀ ମୋଦି ଗତ 12 ଏବଂ 13 ତାରିଖରେ ଆମେରିକା ଗସ୍ତରେ ଯାଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟାଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଡକ୍ଟର ଜୟଶଙ୍କର କହିଛନ୍ତି, ଲୋକମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ହେଉଛନ୍ତି ଜଣେ ଜାତୀୟତାବାଦୀ ନେତା। ତେଣୁ ଶ୍ରୀ ଟ୍ରମ୍ପ ଓ ଶ୍ରୀ ମୋଦି ପରସ୍ପରକୁ ସମ୍ମାନ ଦିଅନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରୟାଗରାଜ ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ଏପର୍ଯ୍ୟନ୍ତ 60,74,00,000ରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ଗତକାଲି ବିଶ୍ୱର ବିଭିନ୍ନ ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏହି ମହାପର୍ବରେ ସାମିଲ ହୋଇଥିଲେ। ଆମ ସମ୍ବାଦଦାତା ଜଣାଇଛନ୍ତି, ଗତକାଲି ସଙ୍ଗମଠାରେ 1,83,00,000ରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଥିଲେ। ସେମାନଙ୍କ ମଧ୍ୟରେ ଅନେକ ପ୍ରମୁଖ ବ୍ୟକ୍ତି ଥିଲେ। ମହାକୁମ୍ଭ ପରିଦର୍ଶନ କରିବା ଲାଗି ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଛି। କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଗତକାଲି ନିଜ ପରିବାର ସହ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ଏହି ଅବସରରେ ସେ କହିଥିଲେ, ମହାକୁମ୍ଭ ହେଉଛି ଆମ ଦେଶର ଏକତାର ପ୍ରତୀକ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ମଧ୍ୟ ନିଜ ପରିବାର ସହ ସଙ୍ଗମରେ ସ୍ନାନ କରିଥିଲେ। ସେ ଜନସାଧାରଣଙ୍କ ମଙ୍ଗଳ ଲାଗି ପ୍ରାର୍ଥନା କରିଥିଲେ। ଶ୍ରୀ ନଡ୍ଡାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସଙ୍ଗମକୁ ଯାଇଥିଲେ। ତାମିଲନାଡୁ ରାଜ୍ୟ ବିଜେପି ଅଧ୍ୟକ୍ଷ କେ ଆନ୍ନାମଲାଇ ମହାକୁମ୍ଭରେ ଯୋଗଦେବା ସହ ସ୍ନାନ କରିଥିଲେ। ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକ୍ଷେତ୍ରଗୁଡ଼ିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଭୟ ଘରୋଇ ଓ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ମଧ୍ୟରେ ସୁସମନ୍ୱୟ ସ୍ଥାପନ ଲାଗି ବ୍ୟବସ୍ଥା କରିଛନ୍ତି। ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା କ୍ଷେତ୍ରରେ ଉଭୟ କ୍ଷେତ୍ର କାର୍ଯ୍ୟ କରୁଛି ବୋଲି ଡକ୍ଟର ସିଂ କହିଛନ୍ତି। ଗତକାଲି ଜମ୍ମୁ କାଶ୍ମୀରର ଅଖ୍ନୁରଠାରେ ନୀଳକଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଡକ୍ଟର ସିଂ କହିଛନ୍ତି, ଏନ୍ଡିଏ ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଛନ୍ତି, ଯାହାଫଳରେ ସାରା ଦେଶରେ 1,50,00,000ରୁ ଅଧିକ ୱେଲନେସ୍ ସେଣ୍ଟର କାର୍ଯ୍ୟ କରୁଛି। ସେ କହିଛନ୍ତି, ଆୟୁଷ୍ମାନ ଭାରତ ବିଶ୍ୱର ବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଗଣିତ ହୋଇଛି ଏବଂ ଏହା ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଓ ରୋଗୀମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ସୁଦାନରେ ହଇଜା ବ୍ୟାପିବା ଯୋଗୁଁ 60 ଜଣଙ୍କ ମୃତ୍ୟୁ ହୋଇଛି। ଗତ 3 ଦିନ ମଧ୍ୟରେ ହଇଜାରେ 1,300ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେଠାକାର ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଦୂଷିତ ଜଳ ଯୋଗୁଁ କୋସ୍ତି ଜିଲ୍ଲାରେ ହଇଜା ବ୍ୟାପିଛି। ସୂଚନା ଅନୁଯାୟୀ ଜଳ ବିଶୋଧନାଗାର ଉପରେ ସଂଘର୍ଷରତ ସେନାର ଆକ୍ରମଣ ପରେ ତାହା ବନ୍ଦ କରିଦିଆଯାଇଛି। ଗତ 2 ବର୍ଷ ହେବ ଦେଶର ସେନା ଏବଂ ବିରୋଧୀ ସୈନ୍ୟବଳ ମଧ୍ୟରେ ଲଗାତାର ସଂଘର୍ଷ ହୋଇଆସୁଛି। ସୁଦାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ହଇଜା ବ୍ୟାପିବା ଘଟଣାରେ 58 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ 3 ଦିନ ମଧ୍ୟରେ 1,293 ଜଣ ଏଥିରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଆଇସିସି ପୁରୁଷ ଚାମ୍ପିୟନସିପ୍ ଟ୍ରଫିରେ ଆଜି ଗ୍ରୁପ୍ ଏର ଏକ ମ୍ୟାଚ୍ରେ ଭାରତ ତା'ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଦୁବାଇର ଆନ୍ତର୍ଜାତିକ ଷ୍ଟାଡିୟମରେ ମୁକାବିଲା କରିବ। ଭାରତୀୟ ସମୟ ଅପରାହ୍ନ 2:30 ଏହି ମ୍ୟାଚ୍ ଆରମ୍ଭ ହେବ। ଚଳିତ ଆଇସିସି ଚାମ୍ପିୟନସିପ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ 6 ୱିକେଟ୍ରେ ହରାଇ ବିଜୟ ଯାତ୍ରା ଆରମ୍ଭ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ନ୍ୟୁଜିଲାଣ୍ଡଠାରୁ ପ୍ରାରମ୍ଭିକ ମ୍ୟାଚ୍ରେ 60 ରନ୍ରେ ପରାସ୍ତ ହୋଇସାରିଛି। ଆଜିର ମ୍ୟାଚ୍ରେ ଭାରତ ବିଜୟ ଲାଭ କଲେ ସେମିଫାଇନାଲରେ ପହଞ୍ଚିବା ଆଶା ଅଧିକ ରହିବ। ଅନ୍ୟପକ୍ଷରେ ଶେଷ 4ଟି ମ୍ୟାଚ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଆଜିର ମ୍ୟାଚ୍ ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାମ୍ପିୟନ୍ସ ଟ୍ରଫିର ଗତକାଲି ଅନୁଷ୍ଠିତ ଗ୍ରୁପ୍ ବିର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ 5 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ପାକିସ୍ତାନର ଲାହୋରସ୍ଥିତ ଗଦାଫି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ର ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 50 ଓଭରରେ 8 ୱିକେଟ୍ ବିନିମୟରେ 351 ରନ୍ ସ୍କୋର କରିଥିଲା। ଆସନ୍ତା ମଙ୍ଗଳବାର ଦିନ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଓ ବୁଧବାର ଦିନ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ବେଙ୍ଗାଲୁରୁର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ୟୁପି ୱାରିୟର୍ସ 33 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କରିଥିବା ବେଳେ ୟୁପି ୱାରିୟର୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 177 ରନ୍ କରିଥିଲା। ତେବେ ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭର 3ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 144 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତାକାଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ୟୁପି ୱାରିୟର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯକ୍ଷ୍ମା ନିରାକରଣ ଅଭିଯାନରେ ଦେଶରେ 5 ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ। ମଧ୍ୟପ୍ରଦେଶ, ବିହାର ଓ ଆସାମକୁ ଆଜିଠାରୁ 3 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି 60 କୋଟିରୁ ଅଧିକ ଶ୍ରଦ୍ଧାଳୁ ଏବଂ ଆଇସିସି ଚାମ୍ପିୟନସିପ୍ ଟ୍ରଫିରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ସମ୍ବାଦ ଶେଷ ହେଲା।